ଇଟାଲୀର ଜଣେ ଯୁବକ ତା ଭାଗ୍ୟକୁ ନେଇ ଏଭଳି ଅସନ୍ତୋଷ ହୋଇଗଲା ଯେ ସେ ଆତ୍ମହତ୍ୟା କରିବାକୁ ବାହାରିଲା। ସେ ଏକ ପାହାଡ଼ ଉପରକୁ ଚଢ଼ିଯାଇ ସମୁଦ୍ର ଭିତରକୁ ଡିଆଁ ମାରିଲା। ପାଣିରେ ପଡ଼ି 2-4 ଥର ଉବୁଟୁବୁ ହୋଇଛି କି ନାହିଁ ତାକୁ କିଛି ଲୋକମାନେ ଉଦ୍ଧାର କଲେ। ଆତ୍ମହତ୍ୟା କରିବାକୁ ଚାହୁଁଥିବା ଯୁବକ ମୃତ୍ୟୁର ଏତେ ପାଖରୁ ସାମ୍ନା କରିବା ପରେ ତା ମୁଣ୍ଡରୁ ଆତ୍ମହତ୍ୟା କରିବାର ଭୂତ ଓହ୍ଲାଇ ଯାଇଥିଲା। ତେଣୁ ତାକୁ ଉଦ୍ଧାର କରିବାରେ ସେ ଖୁସି ହେଲା। କିନ୍ତୁ ଯେତେବେଳେ ସେ ଜାଣିଲା ଯେ ତାକୁ ଉଦ୍ଧାର କରିଥିବା ଜାହାଜ ଲୁଟେରାମାନଙ୍କର, ଆଉ ସେ ଲୁଟେରାମାନେ ତାକୁ ଆଜୀବନ ଚାକର ରୂପେ ବିକ୍ରି କରିବାକୁ ଚାହାନ୍ତି, ତା ମନ ଦୁଃଖରେ ଭରିଗଲା। ସେ ମନେ ମନେ କହିଲା, ହେ ଭଗବାନ, ଏମିତି କାହିଁକି କଲେ ମୋ ସହ? ମରିବାକୁ ଚାହିଁଲି, ମରିପାରିଲିନି। ଆଉ ମୃତ୍ୟୁକୁ ପାଖରୁ ଦେଖି ଏବେ ବଞ୍ଚିବାକୁ ଇଚ୍ଛା ହେଉଥିଲେ ବି ଲୁଟେରାମାନଙ୍କ ମୋ ଭବିଷ୍ୟତ ନିଷ୍ପତ୍ତି କଥା ଶୁଣି ଆଉ ବଞ୍ଚିବାକୁ ବି ଭୟ ଲାଗୁଛି। ଜାହାଜ ଲୁଟେରାଙ୍କ ଜାହାଜରେ ବନ୍ଦୀ ଭାବେ ଅକଥନୀୟ ଦୁଃସ୍ଥିତିରେ କିଛି ଦିନ କାଟିଲା ପରେ ଆସିଲା ଭୀଷଣ ଝଡ଼। ଜାହାଜଟି ସେହି ଝଡ଼ରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା। ଲୁଟେରାମାନେ ନିଜର ପ୍ରାଣ ବଞ୍ଚାଇବା ପାଇଁ ଜାହାଜରୁ ଓହ୍ଲାଇ ଗଲେ। ଯୁବକକୁ ସେଇଠି ଛାଡ଼ି ଦେଇଗଲେ। ଯୁବକଟିର ହାତ ଦଉଡ଼ି ଦ୍ୱାରା ବନ୍ଧା ହୋଇଥିଲା। ଜାହାଜ ଭାଙ୍ଗିଯିବା ପରେ ସେ ବନ୍ଧା ହୋଇଥିବା କାଠପଟାଟି ଭାସି ବୁଲିଲା। ସେ ମନେ ମନେ ଭାବିଲା, ହେ ଭଗବାନ, କ'ଣ ତୋର ଇଚ୍ଛା? ମୋ ଜୀବନରେ ଆହୁରି କ'ଣ ଦେଖିବାକୁ ବାକି ଅଛି? ଯୁବକଟି ଯେମିତି ସେମିତି ସେଇ ପଟା ସାହାଯ୍ୟରେ ବଞ୍ଚି ରହିଥାଏ। ତା ପରଦିନ ପଟାଟି ଯାଇ କୂଳରେ ଲାଗିଲା। ସେତିକିବେଳେ ତାର ଚେତା ନଥାଏ। ଚେତା ଫେରିଲା ପରେ ଦେଖିଲା ତାକୁ କିଛି ଲୋକମାନେ ଘେରି ଛିଡ଼ା ହୋଇଛନ୍ତି। ସେଟା ସମୁଦ୍ର ମଝିରେ ଗୋଟିଏ ଦ୍ୱୀପଟିଏ ଥିଲା। ସେଠାର ପରମ୍ପରା ଅନୁସାରେ ସମୁଦ୍ରରୁ ଆସିଥିବା କୌଣସି ଅବିବାହିତ ଯୁବକ ସେହି ଦ୍ୱୀପର ରାଜା ହୁଅନ୍ତି, ଯାହାଫଳରେ କି ଯୁବକଟି ସେହି ଦ୍ୱୀପର ରାଜା ହେଲା। ଏଭଳି ହୋଇଥାଏ ଜୀବନର ପ୍ରବାହ। କେଉଁଆଡ଼େ ବହିଯାଏ, କେଉଁଠି ପହଞ୍ଚେ ତାର ଠିକ୍ ନଥାଏ। ତେଣୁ ସାଙ୍ଗମାନେ, ଯଦି ଆପଣମାନଙ୍କ ଜୀବନରେ ବହୁତ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ଆସେ, ତେବେ କେବେ ବି ଭାଙ୍ଗିଯିବେନି। ଜାଣିନେବେ ଯେ ଭଗବାନ ଆପଣଙ୍କ ପାଇଁ ଶେଷରେ କିଛି ଭଲ ଫଳ ବାଛି ରଖିଛନ୍ତି। ସେଥିପାଇଁ ତ ଇଂରାଜୀରେ ଗୋଟିଏ କଥା ଅଛି, ଜଷ୍ଟ ଗୋ ୱିଥ୍ ଦ ଫ୍ଲୋ। ସାଙ୍ଗମାନେ, ଗପଟି ଭଲ ଲାଗିଥିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଜୟ ଜଗନ୍ନାଥ।